नमस्कार दर्शक बंधु मु आम कमेडी चैनल को आपन को स्वागत जनावछि। आपन मन देखिथिबे दुनिया रे बहुत प्रकार लोक अछन। सेमति का लोकन को आज हम निमंत्रण करिजु। आज रो अतिथि जणे भिखारी से तांकर परिचय देबे। ধরি মতে করি চোরে ধন কলা বদনকু দেখিবি বলি। বাবু ভিক মুঠে মিলব? নাই পাখর নাই ইয়াডা জ আরে তুমি ডাকি লই দেবে। ओहो ताको बस बस দিনে মনে কইলা हां देखছি बस আও তা ডাক্তার বলে তুমি কি করবি? নাই बस ও আদা দরকার হবে দি দেবো। हां देखो ଆପଣ ନା କଣ ମୋ ନା ହେଲା କାଳିଆ। ଆମର ଭିକାରୀ ଆସୋସିଏସନ ର ମୁଁ ଲିଡର। ଆଉ କେତେ ଲୋକ ହେଇଛି ମାଗୁଛ ନା କଣ କରୁଛ? ତା ଗୋଡ ହାତ ତଳେ ପଡିଯାଉ ଦଉନାହାନ୍ତି ତାର ଭେଣ୍ଡି ଭେଣ୍ଡି ଛଡିକି ଆଣିବ ହେଲା। ରହୁଛି ଜଲ୍ଦି ପଇସା ମୋଟି ପଠେଇ ଦବ ଫୋନ ପେ ରେ ପଠେଇବ। ହଁ ବୁଝିଲ ତ? ଆପଣ କେଉଁ କୋଉ ମନ୍ଦିରରେ ଭିକ ମାଗନ୍ତି? ମୁଁ ମୋର ପହିଲା ହଉଛି ତାରିଣୀ ମନ୍ଦିର, ମାଦେଲିଆ ତାରିଣୀ ମନ୍ଦିର ମୁଁ ଭିକ ମାଗେ। ତାପରେ ଦେଖିକିରି ସେଇ ଭିତରେ ମୋର ଚାଲିଛି ସଂସ୍ଥା। ଯେତେବେଳେ ଆପଣ ଭିକ ମାଗୁଛ ଆପଣ କିଏ ଗାଳି ଗୁଲଜ କରୁଛନ୍ତି ନା କଣ? ସେ ଗାଳି ଗୁଲଜ କଲେ ମୁଁ ଶୁଣିନି, ମୋର ଶୁଣିବା ଦରକାର ଖାଲି ଜଣେ ଯାହା ଥରେ ମତେ କଣ କଲା ଲେଡି ଯିବ ସେ କଣ କରୁଛି ମୁଁ ଯେତେବେଳେ ତାକୁ ଭିକ ମାଗକୁ ଦେଇଛି ମା ଭିକ ଗଣ୍ଡେ ଦିଅ ମା ଭିକ ଗଣ୍ଡେ ଦେ 10 ଟଙ୍କା ଦେ ମା ବୋଲେ ସିଏ କଣ କରୁଛି ନା 8 ମିନିଟ୍ ମତେ କହୁଛି ବୋଲେ 8 ମିନିଟ୍ ସେଟା ଆଜିକାଲି ଯୁଗରେ ଚଳୁଛି ସେଟା ଯୋଉଠି 10 ଟଙ୍କା ଦେଲେ ବି ମୁଁ ନେଇ ବରା ପଡୁନି ସେଟା 8 ମିନିଟ୍ ସେ ଦଉଛି ମତେ। ମୁଁ କହିଲି ତ 8 ମିନିଟ୍ ଧର କହିଲି ଯେତେବେଳେ ଧର କହିଲା ବେଳେ ସେ ନେଇକି ସେ ମନି କୋର୍ସରେ ଭର୍ତ୍ତି କରିଦେଲା। ଯଦି କରିଦେଲା ଦେଖିଦେଲି ମନି କୋର୍ସରେ ଖାଲି 500 ଟଙ୍କା ଅଛି ମୁଁ ଆଉ ଛାଡ଼ବା ଜିକି ଆଣି ଡାଇରେକ୍ଟ ମାନେ ଗାଡ଼ି ଆଣି ଗଲା ଆଣି ପୁରା ମୁଁ ନେଇକି ପଳେଇଲି ଆଉ। ତାପରେ ଯୋଉ ମାଡ ଭଗବାନ ତା ସ୍ୱାମୀ ତା ଶ୍ୱଶୁର ବୋଧେ ବି ଆସିଲା କୁଟି ଦେଲା କଣ ପଟା ଫଟା ଦେଇଯାଉ ସବୁଆଡେ ସେ ପଟାଟା ଚଲେଇଛି ଆଉ। କାଳିଆ ବାବୁ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି? ଆମ ଘରେ ମୋ ମା ଅଛି, ମୋ ବାପା ତ ବର୍ଷେ ହେଲା ଏକ୍ସପାର୍ଟ କରିଗଲା ଆଉ ସେ ନା। ତାପରେ ମୋ ସ୍ତ୍ରୀ ଆଉ ତା ସାଙ୍ଗରେ ଗୋଟେ ଛୋଟ ଝିଅ ଅଛି। ଆପଣଙ୍କ ସ୍ତ୍ରୀ କଣ କରୁଛନ୍ତି? ସିଏ ଆଉ କଣ କର ରୋଷେଇ ବାସ କରୁଛନ୍ତି ଆଉ। ନଡ଼ିଆରେ ଲାଗିଥାଉ କତା ସହଜ ମୁକୁତା ନଡ଼ିଆରେ ଲାଗିଥାଉ କତା। ଗୀତ ବନା ଚାଲି ତାହେଲେ ହଁ ଚାଲିଛି ଆଉ। ଟିକେ ପାଖରୁ ମାଟି ଦେଇଛ ନାଇଁ ସେଗୁଡାକ ରଖିଲେ ଭଲ। ଆପଣ ଗୋଟେ କଥା କହିବି ଭାବୁଥିଲି ଆପଣ ଆଚ୍ଛା କେବେ ମଦ ପାଣି ପିଅନ୍ତି ନା କଣ? ହଁ ଏମିତି ବେଳେବେଳେ କୋଉଦିନ କେମିତି ଟିକେ ପାଇଲେ ଚଲେଇଦିଏ ଆଉ। ମଦଟା ଆପଣଙ୍କ ଦେହ ପାଇଁ ବହୁତ କ୍ଷତିକାରକ। କିଡନୀ ଆମର କାଳିଜା ଫାଳିଜା ଯାହା ବି ହବ ସବୁ ଖରାପ ହେଇଯିବ। ଲିଭର ଫିଭର ବି ଖରାପ ହେଇଯିବ। କଥାରେ ଅଛି ଯିଏ ନ ପିଏ ମଦ ତା ବଂଶ ଗଧ। ତାହେଲେ ଆମ ବର୍ଷ ଗଧ ଆମେ ତ ପିଉନୁ। ଆପଣ ପିଉଛନ୍ତି ମଦ? ନା ଜଷ୍ଟ ଟିକେ ଟିକେ କିଛି କିଛି ନାହିଁ ହେଲେ ଆପଣ ଜାଣିନନ୍ତୁ ସେଇଟା। ଆପଣ ମାନଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଆମେ ଏ ଚ୍ୟାନେଲରେ ଏଥିପାଇଁ ମାନେ ଏଇ କନସେପ୍ଟ ଭାବିଥିଲୁ ଯେ ଏଟା କେବେ ବି ଘର ବାଟକୁ ପାଇଲେ ବି କୌଣସି ଭିକାରୀ କିଛି ନଥାଉ ଘରେ 10 ଟଙ୍କା ପଛେ ତମେ ଦିଅ ତାକୁ କେବେ ବିଦା କରବୁ 10 ଟଙ୍କା ଦେବାକୁ ପଡିବ ନିହାତି ନଦେଲେ ଭଲ ଲାଗୁ ଦେବେ। ସେଥିପାଇଁ ବୋଲି ଭିଡିଓଟି ବନା ହେଇଥିଲା। ମୁଁ ଭିକାରୀ ନୁହଁ ହେଲେ ଭିକାରୀ ବେଶ ନେଇକି ମୁଁ ଭିକାରୀ କାମ କରୁଥିଲି। 10 ଟଙ୍କା 5 ଟଙ୍କା କଥା ମାନେ କହିଦେଇଛି କମେଡି ଟାଇପ। ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। କମେଣ୍ଟଟା ତ ନିହାତି ଲେଖିବେ। ରହୁଛୁ ନମସ୍କାର।